ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ବିୟୋଗରେ ଭାରତ ହରାଇଛି ଜଣେ ଦୂରଦର୍ଶୀ ରାଷ୍ଟ୍ରନୀତିଜ୍ଞ, ଅର୍ଥନୀତିଜ୍ଞ ବିଶାରଦ ଏବଂ ଅତୁଳନୀୟ ନିଷ୍ଠାର ସହ ଦେଶ ସେବା କରିଥିବା ରାଜନେତା। ଭାରତୀୟ ଅର୍ଥନୀତିର ନିରନ୍ତର ତଥା ଐତିହାସିକ ଅଭିବୃଦ୍ଧି ପାଇଁ ତାଙ୍କର ରହିଛି ଅମାପ ଅବଦାନ। ତାଙ୍କର ସୂକ୍ଷ୍ମ ବୁଦ୍ଧି, ଦୂରଦୃଷ୍ଟି ଓ ଦେଶ ସେବା ପ୍ରତି ଅତୁଟ ପ୍ରତିବଦ୍ଧତା ଭାରତକୁ ଏକାଧିକ କ୍ଷେତ୍ରରେ କରିଛି ସମୃଦ୍ଧ। ଡକ୍ଟର ମନମୋହନ ସିଂ ଏକାଧାରରେ ଥିଲେ ଜଣେ ରାଜନୀତିଜ୍ଞ, ଅର୍ଥନୀତିଜ୍ଞ, ଶିକ୍ଷାବିତ୍ ଓ ସର୍ବୋଚ୍ଚ ଶ୍ରେଣୀର ପ୍ରଶାସନିକ ଅଧିକାରୀ, ଯିଏକି 2004ରୁ 2014 ପର୍ଯ୍ୟନ୍ତ ଭାରତର ସେବା କରିଥିଲେ ପ୍ରଧାନମନ୍ତ୍ରୀ ପଦବୀରେ। ମନମୋହନଙ୍କୁ ଭାରତର ଅର୍ଥନୈତିକ ସଂସ୍କାର ଓ ଉଦାରୀକରଣର ସ୍ଥପିତ ଭାବେ ଲିପିବଦ୍ଧ କରିବ ଇତିହାସ। 1991 ଥିଲା ଦେଶ ପାଇଁ ଏକ ଘଡ଼ିସନ୍ଧି ମୁହୂର୍ତ୍ତ। ତତ୍କାଳୀନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ଶାସନ କାଳରେ ଅର୍ଥମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ ମନମୋହନ। ଦେଶରେ ଦେଖାଦେଇଥିଲା ବୈଦେଶିକ ମୁଦ୍ରାର ଘୋର ସଙ୍କଟ। ସେହି ସମୟରେ ନିଜର ବିଚକ୍ଷଣ ଅର୍ଥନୈତିକ ଜ୍ଞାନ ତଥା ଦୂରଦୃଷ୍ଟି ବଳରେ ମନମୋହନ ଅର୍ଥନୈତିକ ସଂସ୍କାରର ପ୍ରସ୍ତାବ ଦେଇ ଭାରତର ଅର୍ଥନୀତିରେ ଯୋଡ଼ିଥିଲେ ବିଶାଳ ଡେଣା। ଆରମ୍ଭ କରିଥିଲେ ବ୍ୟବସାୟିକ ଉଦାରୀକରଣ ଯୁଗ। ଟିକସ ବ୍ୟବସ୍ଥାରେ କରିଥିଲେ ବଡ଼ ପରିବର୍ତ୍ତନ। ବିଭିନ୍ନ କ୍ଷେତ୍ରରେ ପ୍ରତ୍ୟେକ ବୈଦେଶିକ ପୁଞ୍ଜିନିବେଶ ପାଇଁ ପ୍ରସ୍ତୁତ କରିଥିଲେ ସୁଗମ ପଥ। ଦୀର୍ଘ କାଳ ଧରି ଅର୍ଥନୀତି ଉପରେ ରହିଥିଲା 1901ରେ ମନମୋହନ ନେଇଥିବା ପଦକ୍ଷେପର ପ୍ରଭାବ। ସମ୍ପୂର୍ଣ୍ଣ ବଦଳି ଯାଇଥିଲା ଦେଶର ଅର୍ଥନୀତି, ବ୍ୟବସାୟ ଚଳାଇବା ଢାଞ୍ଚା ଓ ଆର୍ଥିକ ଦୃଶ୍ୟପଟ। ଏହି ଚମତ୍କାର ପଦକ୍ଷେପ ପ୍ରଭାବରେ ଦେଶରେ ଗଢ଼ି ଉଠିଥିଲା ଅନେକ ନୂଆ କଳକାରଖାନା ତଥା ଲାଭକାରୀ ବାଣିଜ୍ୟ କାରବାର। ଫଳତଃ ଲୋକଙ୍କ ପାଖରେ ପହଞ୍ଚିଥିଲା ଅଧିକରୁ ଅଧିକ ଟଙ୍କା। ଭାରତ ଉଭା ହୋଇଥିଲା ଏକ ବିଶାଳ ଉପଭୋକ୍ତା ବଜାର ରୂପରେ। ଆମଦାନୀ ରପ୍ତାନି ନିୟମ ମଧ୍ୟ କୋହଳ କରାଯିବାରୁ ବ୍ୟବସାୟ କରିବା ହୋଇଥିଲା ବେଶ୍ ସହଜ। 2004 ସାଧାରଣ ନିର୍ବାଚନରେ କଂଗ୍ରେସ ଏକକ ସଂଖ୍ୟାଗରିଷ୍ଠତା ହାସଲ କରି ସହଯୋଗୀ ଦଳମାନଙ୍କୁ ନେଇ ମିଳିତ ପ୍ରଗତିଶୀଳ ମେଣ୍ଟ ଗଠନ କରି ସରକାର ଗଠନ ପାଇଁ କରିଥିଲା ଦାବି। ସଭିଙ୍କୁ ଆଚମ୍ବିତ କରି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ପଦ ପାଇଁ ଘୋଷଣା କରିଥିଲେ ମନମୋହନ ସିଂଙ୍କ ନାମ, ଯିଏକି କେବେ ହେଲେ ଜିତିନଥିଲେ ସିଧାସଳଖ ନିର୍ବାଚନ। ଉଲ୍ଲେଖନୀୟ କଥା ଯେ ଜଣେ ଦୁର୍ନୀତିମୁକ୍ତ ସ୍ୱଚ୍ଛ ରାଜନେତା ଭାବରେ ସେ ଥିଲେ ଅତ୍ୟନ୍ତ ଲୋକପ୍ରିୟ। ମନମୋହନ ଯିଏକି ଅମୃତସରର ହିନ୍ଦୁ କଲେଜ ଏବଂ ପରେ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ 1952 ଓ 1954 ମସିହାରେ ହାସଲ କରିଥିଲେ ଅର୍ଥନୀତି ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରୀ। ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେବା ପରେ ସେ ବ୍ରିଟେନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ 3 ବର୍ଷିଆ ଡିଗ୍ରୀ ପାଠ୍ୟକ୍ରମ ସମ୍ପନ୍ନ କରିବା ପରେ ଭାରତ ଫେରିଆସି ପଞ୍ଜାବ ବିଶ୍ୱବିଦ୍ୟାଳୟରେ କରିଥିଲେ ଅଧ୍ୟାପନା। 1962 ମସିହାରେ ସେ ପୁଣି ବ୍ରିଟେନର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟକୁ ଫେରିଥିଲେ ଡିଫିଲ୍ କରିବା ପାଇଁ। ପରେ ଫେରିଥିଲେ ଭାରତ। ପଞ୍ଜାବ ବିଶ୍ୱବିଦ୍ୟାଳୟରେ ସେ ଅର୍ଥନୀତିର ଅଧ୍ୟାପକ, ପ୍ରାଧ୍ୟାପକ ଏବଂ ପ୍ରଫେସର ଭାବେ ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ କରିଛନ୍ତି କାର୍ଯ୍ୟ। ଜଣେ ନିରଳସ, କର୍ତ୍ତବ୍ୟନିଷ୍ଠ, ପ୍ରଚଣ୍ଡ ଜ୍ଞାନୀ, କର୍ମପ୍ରାଣ ସାଧକ ଭାବେ ତାଙ୍କର ମହାନ ବ୍ୟକ୍ତିତ୍ୱ ପ୍ରତିଟି ଭାରତୀୟଙ୍କ ପାଇଁ ପ୍ରେରଣାର ହସ୍ତାକ୍ଷର ହୋଇ ରହିବ ନିଶ୍ଚୟ। ବାସ୍ତବରେ ଜଣେ ମହାନ କର୍ମଯୋଗୀ ଚାଲିଗଲେ ଆମ ଗହଣରୁ, ଯାହାଙ୍କର ଆବର୍ତ୍ତମାନରେ ତାଙ୍କୁ ଆଜି ଝୁରୁଛି ସାରା ଦେଶ।